ବଣ୍ଟନ ସମୟ ଆସିଲେ ରାଜ୍ୟର ଭତ୍ତାଧାରୀ ବୃଦ୍ଧ ଓ ବୃଦ୍ଧାମାନେ ସତୃଷ୍ଣ ନୟନରେ ଚାହିଁ ରହୁଛନ୍ତି କାଳେ ଏ ମାସରେ ବର୍ଦ୍ଧିତ ଭତ୍ତା ଟଙ୍କା ଆସିବ। କିନ୍ତୁ ମରୁଭୂମିର ମରିଚିକା ପରି ଦୂରେଇ ଦୂରେଇ ଯାଉଛି ବର୍ଦ୍ଧିତ ଭତ୍ତା ଟଙ୍କାର ଆଶା। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବାର୍ଦ୍ଧକ୍ୟ ଭତ୍ତା ମଧୁବାବୁ ପେନ୍ସନ୍ ଯୋଜନାରେ 60 ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ନାଗରିକ ତଥା ଓଡ଼ିଶାବାସୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରୁଥିଲେ ଓଡ଼ିଶା ରାଜ୍ୟ ସରକାର। ଏହି ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ ଥିଲେ 60 ବର୍ଷରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଏବଂ ଦିବ୍ୟାଙ୍ଗ, କୁଷ୍ଠରୋଗୀ ତଥା ଏଡ୍ସ ଜନିତ ରୋଗରେ ଆକ୍ରାନ୍ତ ରୋଗୀ ଓ ବିଧବା ପ୍ରଭୃତି ଓଡ଼ିଶାର ବାସିନ୍ଦା ବୃନ୍ଦ। ଏହି ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ଓଡ଼ିଶା ରାଜ୍ୟବାସୀଙ୍କୁ ଓଡ଼ିଶା ରାଜ୍ୟ ସରକାର ମାସିକ 1000 ଟଙ୍କା ଭତ୍ତା ହିସାବରେ ନିୟମିତ ଭାବେ ପ୍ରଦାନ କରିଆସୁଥିଲେ। ଏହାଛଡ଼ା 80 ବର୍ଷ ହୋଇଯାଇଥିବା ବ୍ୟକ୍ତିବିଶେଷଙ୍କୁ ମାସିକ 1200 ଟଙ୍କା ପ୍ରଦାନ କରାଯାଉଥିଲା। ପ୍ରାୟ 1 ବର୍ଷ ପୂର୍ବରୁ ରାଜ୍ୟରେ ଅନୁଷ୍ଠିତ ହୋଇଥିଲା ସାଧାରଣ ନିର୍ବାଚନ। ପ୍ରତି 5 ବର୍ଷରେ ଅନୁଷ୍ଠିତ ହେଉଥିବା ଏହି ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ପୂର୍ବରୁ ସେମାନଙ୍କର ନିର୍ବାଚନ ଇସ୍ତାହାର ପ୍ରକାଶ କରିଥାନ୍ତି। ସେହି ନିର୍ବାଚନ ଇସ୍ତାହାରରେ ରାଜ୍ୟର ତଥା ରାଜ୍ୟ ଜନସାଧାରଣଙ୍କର ମଙ୍ଗଳ ନିମନ୍ତେ ଉଲ୍ଲେଖ ରହିଥାଏ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟର ରୂପରେଖ। ଜନସାଧାରଣ ମଧ୍ୟ ସେହି ନିର୍ବାଚନ ଇସ୍ତାହାରକୁ ବିଚାରକୁ ନେଇ ନିଜର ମୂଲ୍ୟବାନ ମତାମତକୁ ଭୋଟ ଆକାରରେ ପ୍ରଦାନ କରିଥାନ୍ତି ବିଭିନ୍ନ ରାଜନୈତିକ ଦଳକୁ। ବିଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଶାସକ ଦଳ ବିଜେଡି, କେନ୍ଦ୍ରରେ ଶାସନ କରୁଥିବା ଦଳ ବିଜେପି, କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ନିର୍ବାଚନ ଇସ୍ତାହାର ପ୍ରକାଶ କରିଥିଲେ। ବିଜେପି ବା ଭାରତୀୟ ଜନତା ପାର୍ଟି ତାର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଥିଲା, ବିଜେପି ଦଳ ଶାସନ କ୍ଷମତାକୁ ଆସିଲେ ଓଡ଼ିଶା ରାଜ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ଦିଆଯାଉଥିବା ମାସିକ ଭତ୍ତାର ପରିମାଣ ବୃଦ୍ଧି କରାଯିବ। ଯେଉଁମାନେ ମାସିକ ଭତ୍ତା 1000 ଟଙ୍କା ପାଉଛନ୍ତି ସେମାନଙ୍କର ଭତ୍ତାର ପରିମାଣ ମାସିକ 1000 ଟଙ୍କାରୁ 3000 ଟଙ୍କାକୁ ବୃଦ୍ଧି କରାଯିବ ଏବଂ ଯେଉଁମାନେ ମାସିକ 1200 ଟଙ୍କା ଭତ୍ତା ପାଉଛନ୍ତି ସେମାନଙ୍କୁ ମାସିକ ଭତ୍ତା 3500 ଟଙ୍କା ପ୍ରଦାନ କରାଯିବ। ନିର୍ବାଚନ ସରିଲା। ବିଜେପି ଦଳ ନିର୍ବାଚନ ଜିତି ଓଡ଼ିଶାର ଶାସନ ଭାର ଗ୍ରହଣ କଲେ। ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ବା ବିଜୁ ଜନତା ଦଳର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ଷମତାଚ୍ୟୁତ ହେଲେ ଏବଂ ଭାରତୀୟ ଜନତା ପାର୍ଟିର ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କଲେ। ମୋହନ ବାବୁ ମୁଖ୍ୟମନ୍ତ୍ରୀ ହେବାର 1 ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଗଲାଣି। ବିଜେପି ଦଳ ନିର୍ବାଚନ ସମୟରେ ଓଡ଼ିଶା ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ସୁଭଦ୍ରା ଯୋଜନା ଜରିଆରେ ରାଜ୍ୟର 1 କୋଟି ମହିଳାମାନଙ୍କୁ 5000 ଟଙ୍କାର 3 ଗୋଟି କିସ୍ତି ପ୍ରଦାନ କରିସାରିଲାଣି। 80 ବର୍ଷରୁ ଉର୍ଦ୍ଧ୍ୱ ରାଜ୍ୟବାସୀ ତଥା ମଧୁବାବୁ ପେନ୍ସନ୍ ଯୋଜନାର ହିତାଧିକାରୀମାନଙ୍କର ମାସିକ ଭତ୍ତା 1200 ଟଙ୍କାରୁ ବଢ଼ାଇ ମାସିକ 3500 ଟଙ୍କା ପ୍ରଦାନ କଲାଣି। କିନ୍ତୁ ବିଜେପି ଦଳ 60 ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତାଧାରୀମାନଙ୍କୁ ତାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ମାସିକ ଭତ୍ତା 1000 ଟଙ୍କାରୁ
3,000 ଟଙ୍କାକୁ ବୃଦ୍ଧି କରିନାହିଁ। ଭତ୍ତା ବଣ୍ଟନ ସମୟ ଆସିଲେ ରାଜ୍ୟର ଭତ୍ତାଧାରୀ ବୃଦ୍ଧ ଓ ବୃଦ୍ଧାମାନେ ସତୃଷ୍ଣ ନୟନରେ ଚାହିଁ ରହୁଛନ୍ତି କାଳେ ଏ ମାସରେ ବର୍ଦ୍ଧିତ ଭତ୍ତା ଟଙ୍କା ଆସିବ। କିନ୍ତୁ ମରୁଭୂମିର ମରିଚିକା ପରି ଦୂରେଇ ଦୂରେଇ ଯାଉଛି ବର୍ଦ୍ଧିତ ଭତ୍ତା ଟଙ୍କାର ଆଶା। ଆଖିପାଣି ଆଖିରେ ମଲାଣି। କିନ୍ତୁ ଓଡ଼ିଶା ରାଜ୍ୟର ବୃଦ୍ଧ ଓ ବୃଦ୍ଧାମାନଙ୍କର ଆଶା ନିରାଶାରେ ପରିଣତ ହୋଇନାହିଁ। ସେମାନେ ଚାହିଁ ବସିଛନ୍ତି କାଳେ ସେମାନଙ୍କୁ ମିଳିଯିବ। କିନ୍ତୁ କିଛି ବ୍ୟକ୍ତି ବର୍ଦ୍ଧିତ ଭତ୍ତାକୁ ଆଶା କରି ଆରପାରିରେ। କେବେ ମିଳିବ ଏ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା, ସେହି ଆଶାରେ। ଜୟ ଜଗନ୍ନାଥ।